କାମ ତ ବହୁତ ଅଟେ, ତଥାପି ପରେ କରିବି, କାଲି କରିବି, କାମ କରିବା ପାଇଁ ମନ ହିଁ ଦେଉନାହିଁ। ଏମିତି ଆମ ସହିତ କାହିଁକି ହୋଇଥାଏ? ଏହାର ଉତ୍ତର ଏହି କାହାଣୀ ମାଧ୍ୟମରେ ଜାଣିବା। ତ କାହାଣୀ ଜାଣିବା ପରେ ଏହାର ଅର୍ଥ ମଧ୍ୟ ଜାଣିବା। ଏହା ଗଣେଶ ଚତୁର୍ଥୀ ବ୍ରତ କଥା ଅଟେ। ଏହି କଥାରେ ଆମେ ପ୍ରଥମେ କାହାଣୀକୁ ବୁଝିବା, ପରେ ଏହି କାହାଣୀର ଅର୍ଥ ଦ୍ୱାରା ଆମେ କିପରି ଆଳସ୍ୟକୁ ଦୂର କରିପାରିବା ଏହି ବିଷୟରେ ଡିଟେଲ୍ସ ଜାଣିବା। ତ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏହି କଥା ଗଣେଶ ମାତା ପାର୍ବତୀଙ୍କୁ ଶୁଣାଇଥିଲେ। ତ ଧର୍ମକେତୁ ନାମକ ଜଣେ ବ୍ରାହ୍ମଣ ଥିଲେ। ଧର୍ମକେତୁଙ୍କର ଦୁଇଟି ପତ୍ନୀ ଥିଲେ, ଜଣେ ସୁଶୀଳା ଓ ଜଣେ ଚଞ୍ଚଳା। ସୁଶୀଳା ଥିଲେ ସେ ବ୍ରତ ରଖୁଥିଲେ ଗଣେଶଙ୍କର। ସେ ବ୍ରତ ରଖି ଦୁର୍ବଳ ଓ କମଜୋରି ହୋଇଯାଉଥିଲେ। ଅନ୍ୟପଟେ ଚଞ୍ଚଳା କହୁଥିଲା, ଆମେ ବ୍ରତ କାହିଁକି ରଖିବା? ସୁଖରେ ରହିବା ପାଇଁ ଆମେ ବ୍ରତ ରଖିବା, ପରନ୍ତୁ ମୁଁ ତ ଭୋଜନ କରିବାରେ ହିଁ ସୁଖ ପାଉଛି, ବ୍ରତ କାହିଁକି କରିବି? ପ୍ରଥମରୁ ଯଦି ସୁଖ ମିଳୁଛି ତାହେଲେ ବ୍ରତ କାହିଁକି କରିବି? ସମୟ ବିତିଲା ପରେ ଚଞ୍ଚଳାକୁ ଗୋଟିଏ ପୁତ୍ର ହେଲା ଓ ସୁଶୀଳାକୁ ଗୋଟିଏ ପୁତ୍ରୀ ହେଲା। ସମାଜ ଚଞ୍ଚଳାକୁ ବାହା କଲା। ତ ତୁମେ ତ ଭାଗ୍ୟବାନ ଅଟ, ତୁମର ପୁତ୍ର ପ୍ରାପ୍ତ ହୋଇଛି। ଏବେ ଚଞ୍ଚଳା ଏହାକୁ ଜାଣି ସୁଶୀଳାକୁ ତାନ ମାରୁଥିଲା। ତୁ ତ ଏତେ ବ୍ରତ କରୁଥିଲୁ, ତୋତେ କାହିଁକି ପୁତ୍ରୀ ହେଲା? କ'ଣ ପାଇଲୁ ବ୍ରତ କରି? ତ ମୋତେ ଦେଖ, ମୋର କିପରି ପୁତ୍ର ହେଲା, ମୋର ସମାଜରେ କିପରି ବାହା ହେଉଛି। ସୁଶୀଳା ସେ କଥାରେ ଧ୍ୟାନ ଦେଉନ, ଲଗାତାର ଗଣେଶଜୀଙ୍କର ବ୍ରତ ରଖୁଥାଏ। ପରେ ଗଣେଶ ତା ପୂଜାରେ ପ୍ରସନ୍ନ ହୋଇ ସୁଶୀଳାକୁ ଦର୍ଶନ ଦେଲେ ଓ ଏକ ବରଦାନ କଲେ କି ତୁମର ପୁତ୍ରୀ ମୁହଁରୁ କଥା କହିଲା ବେଳେ ମୋତି ଓ ମାଣିକ ବାହାରିବ। ଏହାପରେ କିଛି ଦିନ ପରେ ଧର୍ମକେତୁ ସ୍ୱର୍ଗବାସ ହେଲେ ଓ ଧର୍ମକେତୁଙ୍କ ମୃତ୍ୟୁ ପରେ ଚଞ୍ଚଳା ପାଖରେ କିଛି ଚାରା ନଥିଲା। ସେ ଅନ୍ୟତ ବିବାହ କଲା। ତାର ପାଖରେ ଆଉ କୌଣସି ଅପସନ୍ ନାହିଁ କିପରି ଚଳିବ, ପରନ୍ତୁ ସୁଶୀଳାକୁ କାହାର ଆବଶ୍ୟକତା ନଥିଲା। ସେ ତାର ପୁତ୍ରୀର ଲାଳନ ପାଳନ ଏକା କରିପାରୁଥିଲା। କିପରି? ଝିଅର ପାଟିରୁ ମୋତି ଓ ମାଣିକ ବାହାରିବାର ଆଶୀର୍ବାଦ ଦେଇଥିଲେ ଗଣେଶ ଦେବ। ତ ଏହି ଘଟଣା ଚଞ୍ଚଳାକୁ ପସନ୍ଦ ନଥିଲା। ସେ ସୁଶୀଳା ଉପରେ ଓ ତା ପୁତ୍ରୀ ଉପରେ ଜଳୁଥିଲା। ତ ଏକୁଟିଆ ଥିଲାବେଳେ ତା ପୁତ୍ରୀକୁ ସେ କୂଅକୁ ଠେଲି ଦେଇଥିଲା, କିନ୍ତୁ ଗଣେଶ ଦେବ ବଞ୍ଚାଇ ଦେଲେ। କିଛି ହେଲାନି। ଗଣେଶ ବଞ୍ଚାଇଲେ। ଚଞ୍ଚଳା ଶୁଣି ଏକଥା ଆଶ୍ଚର୍ଯ୍ୟ ହେଲା ଓ ସୁଶୀଳାକୁ କ୍ଷମା ମାଗିଲା। ପରେ ଦୋସ୍ତିର ହାତ ବଢ଼ାଇ ଚଞ୍ଚଳା ବି ବ୍ରତ କରିବା ଆରମ୍ଭ କଲା ଓ ପରେ ସୁଶୀଳା ଓ ଚଞ୍ଚଳା ବାକି ଜୀବନ ଖୁସିରେ ବିତାଇଲେ। କାହାଣୀ ଏତିକି ଥିଲା। ଏବେ ଚାଲନ୍ତୁ ଏହି କାହାଣୀର ଅର୍ଥ ବୁଝିବା। ତ ପ୍ରଥମ କ'ଣ ଜାଣିଲେ ନା, ଚଞ୍ଚଳା ବ୍ରତ କରୁନଥିଲା କାରଣ ସେ ଭାବୁଥିଲା କି ବ୍ରତ କ'ଣ ପାଇଁ କରିବ ଯଦି ସୁଖ ତାକୁ ପ୍ରାପ୍ତି ଅଛି। ଯଦି ମୋତେ ଭୋକରେ ଖାଦ୍ୟ ଖାଇଲେ ସୁଖ ମିଳୁଛି, ତ ବ୍ରତ କ'ଣ ପାଇଁ କରିବି? ଯେଉଁଥିରୁ ତାକୁ ସୁଖ ମିଳୁଥିଲା, ଯାହା ତାକୁ ପରିଶ୍ରମ କଲା ପରେ ମିଳିଥାନ୍ତା। ଆମକୁ ଯେଉଁ ସୁଖ ପରିଶ୍ରମ ବିନା ପୂର୍ବରୁ ମିଳିଯାଉଛି, ତାହେଲେ ଆପଣ ପରିଶ୍ରମ କାହିଁ କରିବେ? ଆଳସୁଆ ଏଇଥିପାଇଁ ଅଛନ୍ତି କି ଆପଣଙ୍କ ପାଖରେ କୌଣସି କିଛି ନା କିଛି ଅଛି ଯାହା ଆପଣଙ୍କୁ ପୂର୍ବରୁ ହିଁ ସୁଖ ପ୍ରାପ୍ତି ଦେଉଛି, ଡୋପାମିନ୍ ଦେଉଛି, ଯାହାକି ଆପଣଙ୍କ ଭୋଜନ ହେଉ, ଆରାମ ହେଉ, ମୋବାଇଲ ହେଉ, ଡୋପାମିନ୍ ରିଲିଜ୍ କରୁଛି, ଯାହାଦ୍ୱାରା କି ଆପଣ ଅଳସୁଆ ହୋଇ ପଡ଼ିବେ। ନିଜ ଚାରିପାଖକୁ ଦେଖନ୍ତୁ, କୌଣସି ଜିନିଷ ଯାହା ଆପଣଙ୍କୁ ସୁଖ ଦେଉଛି ତାହାକୁ ହଟାନ୍ତୁ ବା ସେଠାରୁ ଦୂରେଇ ରୁହନ୍ତୁ। ଯେମିତିକି ଆପଣ ଶୋଇବା ଦ୍ୱାରା ଯଦି ଆପଣ ଅଳସୁଆ ହେଇଯାଉଛନ୍ତି, ତାହେଲେ ଖଟଠାରୁ ବା ଶୋଇବା ସ୍ଥାନଠାରୁ ଦୂରେଇ ରୁହନ୍ତୁ, ତାହାକୁ ଆଭଏଡ଼ କରନ୍ତୁ ଓ ସେହି ସ୍ଥାନଠାରୁ ଦୂରେଇ ରୁହନ୍ତୁ। ଦ୍ୱିତୀୟରେ, ବ୍ରତ କରିବାରୁ କମଜୋର ହୋଇଯାଉଥିଲା ସୁଶୀଳା ମଧ୍ୟ ସେ ବ୍ରତ କରୁଥିଲା କାରଣ ସେ ଭବିଷ୍ୟତ କଥା ଭାବୁଥିଲା। ବର୍ତ୍ତମାନ ଯେଉଁ କର୍ମ କରିବ ତାହା ଭବିଷ୍ୟତରେ ଫଳ ଦେବ। ତେଣୁ ଯେଉଁ କର୍ମ କରିବା ଦ୍ୱାରା ଆମକୁ କେଉଁ ଫଳ ମିଳିବ ତାହା ଆପଣଙ୍କୁ ସେ ପୁରାପୁରି ଜଣାଥିବା ଉଚିତ। ଭବିଷ୍ୟତରେ ଚିନ୍ତା କରିବା ଆବଶ୍ୟକ ନୁହେଁ, କିନ୍ତୁ ନିଜର ବିଚାର କ୍ଷମତା ବଢ଼ାଇବେ। ଏବେ ଯେଉଁ କାମ କରୁଛି ତାହାର ପରିଣାମ କିପରି ହେବ, ଭବିଷ୍ୟତରେ ଆପଣଙ୍କୁ କ'ଣ ଫଳ ମିଳିବ, କେଉଁ କର୍ମ ପାଇଁ ଭବିଷ୍ୟତରେ କ'ଣ ଫଳ ମିଳିବ ତାହାକୁ ସର୍ବଦା ଆଖି ସାମ୍ନାରେ ରଖନ୍ତୁ ଓ ବର୍ତ୍ତମାନ କାର୍ଯ୍ୟ କରନ୍ତୁ। ଚଞ୍ଚଳାକୁ ପୁତ୍ର ପ୍ରାପ୍ତି ହେଲା। ସମାଜ ବାହା କଲା, ହେଲେ ଏଠାରେ
ସୂଚନା ଦେଇ ଯେଉଁ ବ୍ୟକ୍ତିମାନେ କେବଳ ବର୍ତ୍ତମାନ ହିସାବରେ ବୁଝନ୍ତି ବା ଜିଅନ୍ତି, ମୁଁ ଆଜି ଖାଇବି ଶୋଇବି, ଆଜି ମୋତେ ଏସବୁ ମିଳିଯାଉଛି ହେଲେ ଭବିଷ୍ୟତ କଥା ଭାବନ୍ତିନି, ସମାଜ କିଛି ଦିନ ପରେ ବାହା ବାହା କରିବା ବନ୍ଦ କରିଦେବ। ତୁମ ପାଖରେ ଯାହା ଅଛି ତାହା ଅଛି, ପରନ୍ତୁ ଚଞ୍ଚଳା ପରି ଆପଣଙ୍କର ଭବିଷ୍ୟତ ମଧ୍ୟ ଠିକ୍ ହେବ। ଯେଉଁମାନେ ବର୍ତ୍ତମାନ କଥା ଭାବନ୍ତିନି, ଭବିଷ୍ୟତ ପାଇଁ ପ୍ଲାନିଂ କରନ୍ତିନି, ସେମାନଙ୍କର ଭବିଷ୍ୟ ଅନ୍ୟମାନଙ୍କ ହାତରେ ଥାଏ। ଆପଣ ଯଦି ଭାବୁଥାନ୍ତି ମୋ ଭାଇ ଭଉଣୀ ମୋତେ ସାହାଯ୍ୟ କରିବେ, ମୁଁ କ'ଣ ପାଇଁ କରିବି, ଅନ୍ୟମାନଙ୍କ ହାତରେ ଥାଏ ଆପଣଙ୍କ ଖୁସି। ସେ ଯେବେ ସାହାଯ୍ୟ କରିବେ ଆପଣ ଖୁସିରେ ରହିବେ, ନହେଲେ ଆପଣ ଦୁଃଖୀ ହେବେ। ତ ବର୍ତ୍ତମାନ ନିଜର କାର୍ଯ୍ୟକୁ ପୁରା କରନ୍ତୁ, ଅଳସ୍ୟକୁ ତ୍ୟାଗ କରନ୍ତୁ।